ଚିନ୍ତା କରୁଥାଏ ତାର ତୃତୀୟ ଅଧ୍ୟାୟ 16 ପଦ ଏଇଟା ସଣ୍ଡେ ସ୍କୁଲ ପିଲା ଠାରୁ ଆରମ୍ଭ କରିକି ଆସନ୍ନ ମୃତ୍ୟୁରେ ପର୍ଯ୍ୟନ୍ତ ସମସ୍ତେ ଏଇ ପଦଟାକୁ ମନେ ରଖିଥାନ୍ତି, ଯୋଉଟାରେ ପ୍ରକାର ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେତେବେଳେ ଏଇ ଗୋଟିଏ ବାକ୍ୟକୁ ମୁଁ ପଢୁଥିଲି ଆଉ ମତେ ପବିତ୍ର ଆତ୍ମା କଥା କହୁଥିଲେ, ମତେ ଲାଗିଲା ଯେ ଏଇ ଗୋଟିଏ ବାକ୍ୟରେ 5ଟା ଉପବାକ୍ୟ ରହିଛି। ଏ 5ଟା ଉପବାକ୍ୟ ଭିତରେ ଆମମାନଙ୍କର ସମସ୍ତ ଉଦ୍ଧାର କାର୍ଯ୍ୟର ସାରାଂଶ ରହିଛି। ତେଣୁ ମୁଁ ୟା ଉପରେ କିଛି ସମୟ ଆଲୋଚନା କରିବା ପାଇଁ ଇଚ୍ଛା କରେ। ଆମେ ଯେବେ ଯୋହନଙ୍କ ଲିଖିତ ସୁସମାଚାର ପଢୁ ତାହେଲେ ଆମେ ତାର ଥିମ୍ ବା ତାର ପ୍ରସଙ୍ଗରେ ଆମେ ଜାଣିପାରୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ସେହି ବହୁ ଅପେକ୍ଷିତ ଏବଂ ପ୍ରତିଜ୍ଞାତ ମସିହ ଏବଂ ପରମେଶ୍ୱରଙ୍କର ଏକମାତ୍ର ଅଦ୍ୱିତୀୟ ପୁତ୍ର ଅଟନ୍ତି। Jesus Christ is that long awaited and the promised Messiah and the only begotten Son of the Almighty God. ଆଉ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଏଇ ମନୁଷ୍ୟ ଜାତି ଅନନ୍ତ ଜୀବନ ପାଇଥାଏ। ଯଦି ଆମେ ପୁରା ବାଇବେଲକୁ ପଢିବା ଆଦି ପୁସ୍ତକ ତାର 3 ପର୍ବ 15 ପଦ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଉଦ୍ଧାର କାର୍ଯ୍ୟର କ୍ଲାଇମାକ୍ସ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଯଦି ଆମେ ଆଦି ପୁସ୍ତକ 3 ପର୍ବ 15 ପଦକୁ ଯଦି ଆମେ ଧରିବା ଇଣ୍ଟ୍ରୋ ଉଦ୍ଧାର କାର୍ଯ୍ୟର ଇଣ୍ଟ୍ରୋ ବା ଇଣ୍ଟ୍ରୋଡକ୍ସନ ଭାବରେ ଧରିବା, ତାହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହଉଛି ସେଇ ସମସ୍ତ କାର୍ଯ୍ୟକ୍ରମର ଦି କ୍ଲାଇମାକ୍ସ, ଦି ଏଣ୍ଡ। କିନ୍ତୁ ଆମେ ଦେଖୁଛୁ ଯୋହନ ତାର ପ୍ରଥମ ଅଧ୍ୟାୟରେ ହିଁ ଯେ ଯୋହନ ଲେଖନ୍ତି ଯେ ଯିହୁଦୀ ମାନେ ସେଇ ସତ୍ୟ ଜ୍ୟୋତି ବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତାଙ୍କର ମସିହ ଭାବରେ ଗ୍ରହଣ କଲେ ନାହିଁ। They did not accept Jesus, rather they rejected. ମୁଁ ଆକୁ ଭାବୁଥିଲି ଯଦି ସେମାନେ accept କରିଥାନ୍ତେ ତାହେଲେ ଆମ ପାଇଁ କଣ ସମସ୍ୟା ହେଇଥାନ୍ତା। ଆମେ ସୁସମାଚାର ପାଇଥାନ୍ତୁ, କାରଣ ସୁସମାଚାର ତ ସମସ୍ତଙ୍କ ପାଇଁ ଥିଲା, କିନ୍ତୁ କୋଉଠି ନା କୋଉଠି ଆମେ ସୁସମାଚାର ପାଇବାକୁ ଆମକୁ କିଛି ଅଧିକ ବର୍ଷ ଆମକୁ ଅପେକ୍ଷା କରିବାକୁ ପଡିଥାନ୍ତା, ନା କି ପ୍ରଥମ ଶତାବ୍ଦୀରେ ହିଁ ଆମେ ସେ ସୁସମାଚାର ପାଇଥାନ୍ତୁ। Only because that they rejected him, ଆଉ ଜେରୁସାଲେମରେ ଯେହେତୁ ତାଡ଼ନା ହେଲା, ତେଣୁ ତାହାଙ୍କର ଶିଷ୍ୟ ମାନେ ପୃଥିବୀର ବିଭିନ୍ନ ସ୍ଥାନକୁ ଛିନ୍ନ ଭିନ୍ନ ହେଇକିରି ଗଲେ, ଆଉ ଯୋଉଠି ଯୋଉଠି ଗଲେ ସେମାନେ এই ସୁସମାଚାର ପ୍ରଚାର କଲେ, ଉଦ୍ଧାର କାର୍ଯ୍ୟର ସୁସମାଚାର। ଆଉ ତାର ଫଳସ୍ୱରୂପ ଆମ ପରି ବିଜାତି ମାନେ ପ୍ରଥମ ଶତାବ୍ଦୀରେ ହିଁ ଆମମାନଙ୍କର ଉଦ୍ଧାରର ଶୁଭ ସୁସମାଚାର ମାନେ ପାଇବା ପାଇଁ ସୁଯୋଗ ପାଇବେ। ଯଦି ଯିହୁଦୀ ମାନେ ଏକ୍ସେପ୍ଟ କରିଥାନ୍ତେ ତାହେଲେ ହୁଏତ ଆମକୁ ଏହା ଡେରି କରିଥାନ୍ତେ। ଆମେ ଯଦି ପଢିବା ଯୋହନ ତାର 1 ପର୍ବ 11 ପଦରେ ଲେଖାଯାଏ, ସେ ଆପଣା ରାଜ୍ୟକୁ ଆସିଲେ ତଥାପି ତାହାଙ୍କର ନିଜ ଲୋକମାନେ ତାହାକୁ ଗ୍ରହଣ କଲେ ନାହିଁ। They did not receive him. ସେମାନେ ତାଙ୍କୁ ଗ୍ରହଣ କଲେ ନାହିଁ, ତାଙ୍କୁ ରିଜେକ୍ଟ କଲେ ନାହିଁ। ଆଉ ତାର ଫଳସ୍ୱରୂପ ଆମମାନଙ୍କୁ ଏଇ ଉଦ୍ଧାର ସୁସମାଚାର ଆମକୁ ଜଲ୍ଦି ମିଳିଲା, ନହେଲେ ତ ହୁଏତ କେତେ ଶହ ବର୍ଷ ଆମକୁ ଅପେକ୍ଷା କରିବାକୁ ପଡିଥାନ୍ତା। ଯଦି ସେମାନେ ଗ୍ରହଣ କରିଥାନ୍ତେ ପ୍ରଥମେ ତାଙ୍କ ଭିତରେ ଜିନିଷ ପ୍ରଚାର ହେଇଥାନ୍ତା, ପରବର୍ତ୍ତୀ ଅଧ୍ୟାୟରେ ଆମମାନଙ୍କ ପାଖକୁ ଆସିଥାନ୍ତା। And thank God ଆମ ପରି ବିଜାତୀୟ ମାନେ ଏଇ ସୁସମାଚାରକୁ ଅତି ସହଜରେ ଗ୍ରହଣ କଲେ। ଆଉ ସେଥିପାଇଁ ତାର 12 ଏବଂ 13 ପଦରେ ଲେଖାଯାଏ, ମାତ୍ର ଯେତେ ଲୋକ ତାହାକୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେମାନେ ରକ୍ତରୁ ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। ଯିହୁଦୀ ମାନେ ରିଜେକ୍ଟ କରିବାର ଅନେକ କାରଣ ଭିତରୁ ଗୋଟେ କାରଣ ହେଲା ତାଙ୍କର ଯୋଉ ଧର୍ମଶାସ୍ତ୍ର ଅଛି ତାଲମୁଡ, ତାହାର ପ୍ରଫେସିସର କାଲକୁଲେସନ ଅନୁସାରେ ପାଖାପାଖି 240 AD ଆଡକୁ ଯୀଶୁଖ୍ରୀଷ୍ଟଙ୍କ ମସିହଙ୍କର ପୃଥିବୀରେ ଜନ୍ମ ହେବାର ସମ୍ଭାବନା ଥିଲା। ଦୁଇରେ ସେମାନେ ସେମାନଙ୍କର
ଫିସିକ୍ସ ଅନୁସାରେ ଯୀଶୁଖ୍ରୀଷ୍ଟ ଜଣେ ମାନବୀୟ ନେତା ହେବେ, ଏ ହ୍ୟୁମାନ ଲିଡର। ସେ ଜଣେ ମୋର୍ଟାଲ ଜିଉସ୍ କିଙ୍ଗ ହେବେ, ସେ ଜଣେ ମରଣଶୀଳ ଜିହୁଦୀୟ ରାଜା ହେବେ। ସେ ଡିଭାଇନ ବ୍ୟକ୍ତିତ୍ୱ ହେବେ ନା। ହି ୱିଲ୍ ନଟ୍ ବି ଏ ଡିଭାଇନ ପର୍ସନ, ହି ୱିଲ୍ ବି ସିମ୍ପଲି ଏ ହ୍ୟୁମାନ ଲିଡର and he will be the mortal king of Jews. ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଏକ୍ସେପ୍ଟ କଲେ ନାହିଁ, ଆଉ ଆମେ ଏ ସୁଯୋଗ ପାଇଲୁ। ଆଉ ଏ ସୁଯୋଗ ଏବେ ମଧ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ। ଆଉ ଏ ସୁଯୋଗ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଏଇ ସୁଯୋଗ ରହିବ। ତେଣୁ ଆଜି ଆମେ ଏ ସୁଯୋଗ ପାଇଛୁ, ତେଣୁ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦଉଛୁ, କାରଣ ଆମେ ଉଦ୍ଧାର କାର୍ଯ୍ୟର ସୁଯୋଗ ଆମେ ପାଇଛୁ। ତେବେ ପ୍ରଶ୍ନ ଉଠେ, ଜଗତ କଣ? ଜଗତ କହିବା ଅର୍ଥ ନୁହେଁ ଯେ ଏଇ ଯୋଉ ଗୋଲାକାର ଗୋଟେ ପ୍ଲାନେଟ ତାକୁ ସେ ପ୍ରେମ କଲେ ନା। ଜଗତ କହିଲେ ଜଗତରେ ବାସ କରୁଥିବା ମନୁଷ୍ୟ ମାନଙ୍କୁ ସେ ପ୍ରେମ କଲେ। ଯେମିତି ଆମେ ପରିବାର କହିଲେ ଗୋଟେ ଘରକୁ ଆମେ ବୁଝାଇଲେ, ଘର ଭିତରେ ବାସ କରୁଥିବା ଲୋକମାନଙ୍କୁ ଆମେ ପରିବାର ବୋଲିକି କହିଥାଉ। ଠିକ ସେଇ ପ୍ରକାର ଜଗତ କହିଲେ ଏ ପୃଥିବୀକୁ ସେ ପ୍ରେମ କଲେ ନାହିଁ, ମାତ୍ର ଏ ପୃଥିବୀ ମଧ୍ୟରେ ବାସ କରୁଥିବା ଲୋକମାନଙ୍କୁ ବା ମନୁଷ୍ୟ ମାନଙ୍କୁ ସେ ପ୍ରେମ କଲେ। ଅନ୍ୟାନ୍ୟ ପଶୁ ପକ୍ଷୀ ଇତ୍ୟାଦିକୁ ସେ ପ୍ରେମ କରିନାହାନ୍ତି। He loved the human being. He wanted to give salvation to the human being, not to the any other creatures. ଅନ୍ୟ କୌଣସି ସୃଷ୍ଟିକୁ ନୁହେଁ, ମାତ୍ର ମନୁଷ୍ୟ ମାନଙ୍କୁ ସେ ଉଦ୍ଧାର କରିବା ପାଇଁ ଇଚ୍ଛା କଲେ ବୋଲିକିରି ସେ ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ପଠେଇଲେ। କିନ୍ତୁ ପ୍ରଶ୍ନ ଉଠେ, ପରମେଶ୍ୱର ଜଗତକୁ ଏଡେ ପ୍ରେମ କଲେ କାହିଁକି? Why God loved so much to this world? ତାମାନେ ମନୁଷ୍ୟକୁ ପରମେଶ୍ୱର ଏତେ କାହିଁକି ପ୍ରେମ କଲେ ଯେ ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦେଇ ତାଙ୍କର ଉଦ୍ଧାର କାର୍ଯ୍ୟ ତାଙ୍କୁ ସାଧନ କରିବାକୁ ପଡିବ। ଆକୁ ଜାଣିବାକୁ ହେଲେ ଆମେ ବୁଝିବାକୁ ପଡିବ ପରମେଶ୍ୱରଙ୍କର ପ୍ରବୃତ୍ତି ବା ପରମେଶ୍ୱରଙ୍କର ପ୍ରକୃତି। ଆମେ ପ୍ରଥମ ଯୌନ ତାର 4 ପର୍ବ 8 ଏବଂ 16 ପଦରେ ପଢୁ ଯେ ପରମେଶ୍ୱର ପ୍ରେମ ଅଟନ୍ତି। ଅର୍ଥାତ୍ ପ୍ରେମ କରିବା ତାହାଙ୍କର ପ୍ରବୃତ୍ତି ବା ତାଙ୍କର ପ୍ରକୃତି ବା ତାଙ୍କର ଚରିତ୍ର ଅଟେ। ପରମେଶ୍ୱରଙ୍କ ଠାରୁ ଯଦି ଆମେ ପ୍ରେମକୁ ବାହାର କରିଦେବା, ସେ ଜଣେ ବିନାଶକାରୀ ପରମେଶ୍ୱର ହେଇଯିବେ। ତେଣୁ ସିଏ ତାଙ୍କର ସ୍ୱତଃ ପ୍ରବୃତ୍ତ ଭାବରେ ସେ ପ୍ରେମ କରନ୍ତି। ବିକଜ ଇଟ୍ ଇଜ ଇଟ୍ସ ନେଚର। ତାଙ୍କର ଏଇଟା ପ୍ରବୃତ୍ତି, ତାଙ୍କର ଏଇଟା ପ୍ରକୃତି, ତାଙ୍କର ଏଇଟା କ୍ୟାରେକ୍ଟର। ଯେମିତି ସୂର୍ଯ୍ୟର କ୍ୟାରେକ୍ଟର, ସୂର୍ଯ୍ୟର ପ୍ରବୃତ୍ତି ହଉଛି ସେ ଆଲୋକ ପ୍ରଦାନ କରିବା, ଠିକ ସେଇ ପ୍ରକାର ପରମେଶ୍ୱରଙ୍କର ପ୍ରବୃତ୍ତି ବା ପ୍ରକୃତି ହଉଛି ପ୍ରେମ କରିବା। ଗୋଟେ ଏକ୍ସାମ୍ପଲ ସହିତ ମୁଁ ଆପଣ ମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରିବି। ଗୋଟେ ମୁଁ ପଢୁଥିଲି, ଜଣେ ପାଳକ ପ୍ରଚାର କାର୍ଯ୍ୟ କରିବା ପାଇଁ ଘରୁ ବାହାରିଲେ, ଆଉ ସେ ଯୋଉ ଗାଁକୁ ପ୍ରଚାର କରିବା ପାଇଁ ଯାଉଥିଲେ ସେଥିରେ ଗୋଟେ ନଦୀ ପଡେ। ନଦୀରେ ଯଦିଓ ପାଣି ଥିଲା, କିନ୍ତୁ ତାକୁ ପହଁରିବା ଆବଶ୍ୟକ ନାହିଁ କିମ୍ବା ଡଙ୍ଗାର ଆବଶ୍ୟକ ନାହିଁ, ଜଷ୍ଟ ଆଣ୍ଠୁ ଉପରକୁ ପାଣି ଥିଲା। ପେଣ୍ଟ ପରିବର୍ତ୍ତନ କରିକିରି ଆର ପଟେ ପାର ହେଇକିରି ଆଉ ଥରେ ଡ୍ରେସ ପିନ୍ଧିକି ସେ ଯାଇପାରିବେ। ତେଣୁ ସେ ତାକୁ ଚାଲିକିରି ପାର କରିବା ପାଇଁ ପ୍ରସ୍ତୁତ ହେଲା ବେଳେ ଦେଖିଲେ ଗୋଟେ ବିଛୁଆତି ବା ବିଛା ତା ଭିତରେ ଷ୍ଟ୍ରଗଲ କରୁଛି ବାହାରକୁ ବାହାରିବା ପାଇଁ। ତେଣୁ ପାଳକ ଦୟା ପରବେଶ ହେଇ ତା ପ୍ରତି ପ୍ରେମ କରି ତାକୁ ଉଦ୍ଧାର କରିବା ପାଇଁ ସେ ମନସ୍ଥ କଲେ। ଆଉ ଯେତେବେଳେ ତାକୁ ଉଦ୍ଧାର କରିବା ପାଇଁ ହାତ ବଢାନ୍ତେ, ବିଛା ତାକୁ କାମୁଡିବା ପାଇଁ ଚେଷ୍ଟା କଲେ। ତ ସେ ବାରମ୍ବାର ହାତ ବଢେଇକି ତାକୁ ପାଣିରୁ ବାହାର କରିବା ପାଇଁ ଚେଷ୍ଟା କରୁଥାନ୍ତି, ଆଉ ବିଛା ତାଙ୍କୁ ବାରମ୍ବାର କାମୁଡିବା ପାଇଁ ଚେଷ୍ଟା କରୁଥାଏ। এই କାର୍ଯ୍ୟ ସେ ପାଖରେ ଜଣେ ଥିବା ବ୍ୟକ୍ତି ବହୁତ ସମୟ ଧରିକି ଦେଖୁଥାନ୍ତି କଣ ସବୁ ଚାଲିଛି। ଯେତେବେଳେ ସେ ଦେଖିଲେ ପାଳକ ମହୋଦୟ ବହୁତ ସମୟ ଚେଷ୍ଟା କରୁଛନ୍ତି ସେ ବିଛାକୁ ବାହାର କରିବା ପାଇଁ, ଆଉ ବିଛା ଚେଷ୍ଟା କରୁଛି ତାଙ୍କୁ କାମୁଡିବା ପାଇଁ, ତ ସେ ରହିପାରିଲେ ନା। ସେ ପାଳକଙ୍କୁ କହିଲେ, ଆଜ୍ଞା ଆପଣ ସେ ବିଛା ଆପଣଙ୍କୁ କାମୁଡିବା ପାଇଁ ଚେଷ୍ଟା କରୁଛି, କାମୁଡୁଛି, ତଥାପି ଆପଣ ତାକୁ ବାରମ୍ବାର କାହିଁକି ତାକୁ ସେ ପାଣିରୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି? ଆଉ ପାଳକ ମହାଶୟ ତାଙ୍କ ଅତି ସୁନ୍ଦର ଏକ୍ସାମ୍ପଲ ଦେଇଥିଲେ। ଯଦି ବିଛୁଆତି ତାର କାମୁଡିବା ପ୍ରବୃତ୍ତି, ତାର ପ୍ରକୃତି ଛାଡି ପାରୁନାହିଁ, ତାହେଲେ ମୁଁ ତାକୁ ଉଦ୍ଧାର କରିବା ପାଇଁ ମୋର ଯୋଉ ଦୟା ଅଛି, ମୋର ଯୋଉ କ୍ଷମା ଅଛି, ମୋର ଯୋଉ ପ୍ରେମ ଅଛି, ତାକୁ ମୁଁ କେମିତି ଛାଡ଼ିବି? ଯଦି ସିଏ ତାର ପ୍ରବୃତ୍ତି ଛାଡୁନି, ମୁଁ ମଧ୍ୟ ମୋର ପ୍ରବୃତ୍ତି ଛାଡିବା ଉଚିତ ହବ ନାହିଁ। what a very good example, ମତେ ଅତି ସୁନ୍ଦର ଲାଗେ। ତ ଠିକ ସେଇ ପ୍ରକାର ମନୁଷ୍ୟର ପ୍ରବୃତ୍ତି ହଉଛି ପାପ କରିବା। by nature
ମ୍ୟାନ୍ ଇଜ୍ ଏ ସିନର। ଆଉ ପରମେଶ୍ୱରଙ୍କ ପ୍ରବୃତ୍ତି ହଉଛି ପାପୀକୁ ପ୍ରେମ କରିବା। ତେଣୁ ଆମେ ତାଙ୍କୁ ପାପ ଯେତେ କଲେ ମଧ୍ୟ ସେ ଆମକୁ ପ୍ରେମ କରିଚାଲନ୍ତି। ତେଣୁ ସେ ଆମମାନଙ୍କର ଯୋଗ୍ୟତା ଏସବୁ ଦେଖନ୍ତି ନାହିଁ, ମାତ୍ର ସେ ଆମକୁ ପ୍ରେମ କରିଚାଲନ୍ତି। ସେଥିପାଇଁ ରୋମୀ ତାର 5 ପର୍ବ 6 ରୁ 8 ପଦରେ ତାଙ୍କର ଏଇ ପ୍ରେମ କରିବାର ଶୈଳୀ ବିଷୟରେ ଲେଖାଯାଏ। ମୁଁ କେବଳ 8 ପଦ ଗୋଟେ ପଢି ଦଉଛି, କିନ୍ତୁ ଆପଣ ମାନେ ସମୟ ବାହାର କରି 6 ରୁ 8 ପଢିବେ। 8 ପଦରେ ପ୍ରକାର ଲେଖାଯାଏ, ସେଥିପାଇଁ ଅର୍ଥାତ୍ ପରମେଶ୍ୱର ଯେ ପ୍ରେମ, ସେଥିପାଇଁ ଆମ୍ଭେ ମାନେ ପାପୀ ଥିବା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସ୍ୱପ୍ରମାଣ କରୁଅଛନ୍ତି। ଆମମାନେ ପାପୀ ଥିବା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଆଉ ସେ ମୃତ୍ୟୁ ଭୋଗ କଲେ, ସେଥିରେ ସେ ତାଙ୍କର ପ୍ରେମ ପ୍ରକାଶ କରୁଛନ୍ତି। ପ୍ରତ୍ୟେକ ବିଷୟର ପ୍ରତ୍ୟେକ ଇମୋସନର ଗୋଟେ ଏକ୍ସପ୍ରେସନ ଥାଏ। ଏଭ୍ରି ଇମୋସନ ହାଜ ଆନ୍ ଏକ୍ସପ୍ରେସନ। ଯେମିତି ଆମେ କ୍ରୋଧ ହେଲେ ଆମେ ତାର କାହାର ଅନିଷ୍ଟ କରିବା ପାଇଁ କିମ୍ବା କାହାର ବିନାଶ କରିବା ପାଇଁ ଆମେ ତାର ବିନାଶ କରିବା କାର୍ଯ୍ୟରେ ଆମେ ଏକ୍ସପ୍ରେସ କରିଥାଉ। କିମ୍ବା ଆମେ ଯଦି ଖୁସି ଅଛୁ ତାହେଲେ ଆମେ ହୁଏତ ସ୍ମାଇଲ କରିକି ଆମେ ତାକୁ ଏକ୍ସପ୍ରେସ କରିଥାଉ। ଆମେ ଯଦି କାହାକୁ ଭଲ ପାଉଛୁ ତାହେଲେ ଆମେ ତାକୁ ମୁହଁରେ କହିଥାଉ ମୁଁ ତୁମକୁ ଭଲ ପାଏ, କିମ୍ବା କିଛି ଗିଫ୍ଟ ଦେଇକି ଆମେ ତାକୁ ଏକ୍ସପ୍ରେସ କରିଥାଉ। ଆଉ ପରମେଶ୍ୱର ଆମକୁ ପ୍ରେମ କରୁଥିବାରୁ ସେ ଇମୋସନକୁ ଏକ୍ସପ୍ରେସ କରିବା ପାଇଁ ଗିଫ୍ଟ ସ୍ୱରୂପ ତାଙ୍କର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ କଲେ। ଆମେ ପାପୀ ଥିବା ସମୟରେ, ବିକଜ ହି ଲଭଡ us and he wanted to express his love towards us, so he gave his only begotten son as a gift, as the gift. କେତେ ଉତ୍ତମ ଆମେ ଦେଇକି କଣ ଏମିତି ଗିଫ୍ଟ ଦେଇପାରିବା? ଏବେ ପରବ ଗଲା, ଆମମାନଙ୍କର କଣ ଆମେ ହୁଏତ କୋଉଠି କିକ୍ ଗିଫ୍ଟ ଦେଇଥିବା କିମ୍ବା କାହାକୁ ଗୋଟେ ଡ୍ରେସ୍ ଗିଫ୍ଟ ଦେଇଥିବା। ଆମେ ଏବେ 2 ତାରିଖ ଝିଅର ବାର୍ଥଡେ ସେଲିବ୍ରେସନ କରିଥିଲୁ। ତାଙ୍କର ସାଙ୍ଗମାନେ ବିଭିନ୍ନ ପ୍ରକାର ଗିଫ୍ଟ, କିଏ କପ୍ ଆଣି ଗିଫ୍ଟ ଦେଇଛି, କିଏ ଫଟୋ ଫ୍ରେମ୍ ଆଣି ଗିଫ୍ଟ କରିଛି, କିଏ ଟିଫିନ ବକ୍ସ ଆଣି ଗିଫ୍ଟ କରିଛି। ଦେ ଏକ୍ସପ୍ରେସଡ ଦେୟାର ଲଭ୍ ଟୁୱାର୍ଡସ୍ ମାଇ ଡଟର ଏଜ ଏ ଫ୍ରେଣ୍ଡ। ଆଉ ସେମାନେ ତାଙ୍କର କିଛି ଗିଫ୍ଟ ଦେଇକି ତାଙ୍କର ଲଭ୍ କୁ ସେମାନେ ପ୍ରେମକୁ ସେ ପରିପ୍ରକାଶ କଲେ, ଏକ୍ସପ୍ରେସ କଲେ। ଆଉ ପରମେଶ୍ୱର ତାଙ୍କ ପ୍ରେମକୁ ଏକ୍ସପ୍ରେସ କରିବା ପାଇଁ, ପ୍ରମାଣ କରିବା ପାଇଁ, ପ୍ରକାଶ କରିବା ପାଇଁ ତାଙ୍କର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ସେ ଆମକୁ ଗିଫ୍ଟ କଲେ, ଜଗତକୁ ସେ ଗିଫ୍ଟ କଲେ। ଆଉ ସେଥିପାଇଁ ଲେଖାଯାଏ ଯେ ସେ ଆମକୁ ଏତେ ପ୍ରେମ କଲେ ଯେ ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ସେ ଜଗତକୁ ଦାନ କଲେ। ହି ଗିଫ୍ଟେଡ ହିମ୍। ଦ୍ୱିତୀୟ ବିଷୟ ଆମେ ଦେଖୁ, ପରମେଶ୍ୱର ମନୁଷ୍ୟକୁ ଏତେ ପ୍ରେମ କରିବାର ଉଦ୍ଦେଶ୍ୟ ହେଲା ଯେ ପରମେଶ୍ୱର ତାଙ୍କର ସୃଷ୍ଟିର ବିବରଣୀ ଯଦି ଆମେ ଦେଖିବା ତାହେଲେ ପରମେଶ୍ୱର ସବୁ ବିଷୟକୁ କହିକିରି ସୃଷ୍ଟି କରିଥିଲେ ଆମେ ଭଲ ଭାବେ ଜାଣିଛୁ। କିନ୍ତୁ ମନୁଷ୍ୟକୁ ନିଜର ସାଦୃଶ୍ୟରେ ଏବଂ ନିଜର ପ୍ରତିମୂର୍ତ୍ତିରେ ନିର୍ମାଣ କରିଥିଲେ। ଖାଲି ସେତିକି କରିନଥିଲେ, ମାତ୍ର ଆମେ ଯଦି ଆଦି ପୁସ୍ତକ ତାର 2 ପର୍ବ 7 ପଦରେ ପଢୁ ଯେ ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ ସେତେବେଳେ ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣ ବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଏହାର ଅର୍ଥ ହେଲା ଯେ ପରମେଶ୍ୱର କେବଳ ତାଙ୍କ ସାଦୃଶ୍ୟରେ ଏବଂ ତାଙ୍କର ପ୍ରତିମୂର୍ତ୍ତିରେ ଆଦମକୁ ନିର୍ମାଣ କରିନଥିଲେ, ଆଦମ ହବାଙ୍କୁ କିମ୍ବା ଆମକୁ ବି ନିର୍ମାଣ କରିନାହାନ୍ତି, ବରଂ ଆମର ନାସିକା ରନ୍ଧ୍ରରେ ଫୁଙ୍କ ଦେବା ଦ୍ୱାରା ଆମମାନେ ସେ ତାଙ୍କର ଜୀବନ ଏବଂ ଆତ୍ମା ପ୍ରବେଶ କରାଇଲେ, ଯାହା ଦ୍ୱାରା ମନୁଷ୍ୟ ଶାରୀରିକ ଭାବରେ ପୁଣି ଆତ୍ମିକ ଭାବରେ ଜୀବିତ ପ୍ରାଣୀ ହେଲା। We are divine beings in a mortal body. ଆମମାନେ ଗୋଟେ ମରଣଶୀଳ ଶରୀରରେ ଆମମାନେ ଗୋଟେ ଐଶ୍ୱର୍ଯ୍ୟ ବ୍ୟକ୍ତି ବା ଐଶ୍ୱର୍ଯ୍ୟ ଜୀବ। ତେଣୁ କୁହାଯାଏ ମନୁଷ୍ୟର ଆତ୍ମାକୁ ମାନବ ଆତ୍ମା ବା ଜୀବାତ୍ମା ଏବଂ ପରମେଶ୍ୱରଙ୍କର ଆତ୍ମାକୁ ପରମାତ୍ମା କୁହାଯାଏ। ଆଉ ମାନବ ଆତ୍ମା ବା ଜୀବାତ୍ମା ପରମାତ୍ମା ବା ପରମେଶ୍ୱରଙ୍କର ଆତ୍ମାର ଅଂଶ ଅଟେ। ଯେହେତୁ ଆମର ଆତ୍ମା ପରମେଶ୍ୱରଙ୍କର ଆତ୍ମାର ଅଂଶ ଅଟେ, ଆଉ ପରମେଶ୍ୱର ଅମରଣଶୀଳ ଇମୋର୍ଟାଲ, ପରମେଶ୍ୱର ଅନନ୍ତ କାଳ ସ୍ଥାୟୀ, ଆଉ ଆମମାନଙ୍କର ଆତ୍ମା ମଧ୍ୟ ଅମର ଅଟେ। ଆମମାନଙ୍କର ଆତ୍ମା ଚାहे ନରକରେ ରହୁ କିମ୍ବା ସ୍ୱର୍ଗରେ ପରମେଶ୍ୱରଙ୍କ ସହିତ ରହୁ, ଆମମାନଙ୍କର ଆତ୍ମା ଅମର ଅଟେ। ସେଥିପାଇଁ ଶେଷ ବିଚାର ପରେ ଏହା ତ ଅନନ୍ତ ଜୀବନ
या तो अनंत शास्त्री दीटा जाक अनंत अटे तेणु सी केबे मध्य चाहिए ना ताकर गोटे अंश कोड़ी जाकि विनष्ट हो कष्ट पाऊ से सी निजर आत्मा को आत्मार अंश को विनष्ट होबार से देखि पारती ना आउ से उद्धार करने जत्पर नास्ती चेष्टा करते he wants to save each and every soul because our soul is part of his soul तेणु से केबे मध्य नष्ट होगा चाहिए ना तेणु परमेश्वर जगत को एड़े प्रेम कले अर्थात आम को एते प्रेम कले जे से समस्त मानवकर उद्धार पाई से एककालीन एक व्यवस्था कले तेरे प्रश्न उठे द्वितीय प्रश्न है को प्रकार प्रेम से प्रेम करते कारण प्रेमर परिभाषा भिन्न भिन्न अटे प्रेमर संज्ञा भिन्न भिन्न अटे तेणु या बुझापी आम को प्राचीन ग्रीक दार्शनिक प्लाटो को समय को जीवाक पड़ा प्लाटो जी की 428 बिफोर ख्राइस्ट रु 348 बिफोर ख्राइस्ट ग्रीक रे बास करुले समय प्रेम को नहीं संज्ञा एवं तार परिभाषा बाहर करते तीनोटी गोटे स्तर एवं तीन प्रकार प्रेम से प्रकाश करती प्रथम है मैंने जानी भल भाव में जस्ट खाली आपको स्मरण कर दिए दि फर्स्ट लेवल जो सब तल लेवल प्रेम हूँ इरोस आमर विशेषकर शारीरिक प्रेम अटे सांसारिक प्रेम अटे दि लोएस्ट लेवल ऑफ प्रेम अटे आजिका डेट कह जाए बॉयफ्रेंड गर्लफ्रेंड हस्बैंड वाइफ ए प्रकार प्रेम अटे जो कि अधिकांश जगह स्वार्थ जड़ित थाए आमर विशेषकर रेसिप्रोसिटी मुझे जहाँ प्रेम करुच्ची से मत प्रेम करू वी डिमांड रेसिप्रोसिटी विषय बेस मुझे कहवाई चाहू नहीं आपण मैंने निजे भुक्त भोगी और निजे अनुभवी तृतीय विषय है द्वितीय स्तर प्रेम कहते फिलियो अर्थात ब्रेदरेन लव जमी आम मांडलिक प्रेम आम कहू मंडली मैंने समस्त को आम भाई और भौणी बोलिकी प्रभु ये हिसाब से सहभागिता प्रेम भाई और भौणी बोली संबोधन कर दिस इज द सेकंड लेवल प्रेम आम कहूँ जोटा कि प्रथम लेवल टी बेटर कारण ये स्वार्थ टी कम थाए आने परस्पर को मैंने से प्रकार प्रेम कर विशेषकर मंडली मान बट दि मोस्ट हाईएस्ट लेवल एंड प्योरेस्ट फॉर्म ऑफ द लव जोटा आम कहूँ आगापे आम ये विषय भल भाव जाचु परमेश्वर से प्रकार आगापे प्रेम आमको प्रेम कले से प्रकार प्रेम करती बाइबल आगापे प्रेम को कह जाए मोस्ट सेल्फलेस लव इट्स मोस्ट अनकंडीशनल लव इट्स ए सैक्रिफिशियल लव आईटा सब बेले अन्य उपकार विषय चिंता करे कहार अनिष्ट करे नहीं केवल फीलिंग्स कि इमोशन उपर पर्यवेक्षित लेकिन कार्य प्रकाश करे ये विषय आम विशेषकर आपण मैंने पढ़े प्रथम करते तार 13 पद 13 पर्व पूरा उपरे प्रेमर परिभाषा आगापे प्रेमर परिभाषा उपरे सुंदर भाव में लिखा जाए समय नहीं पूरा डिटेल पढ़ाई मु केवल अनुरोध करी आपण मैंने 4 ରୁ 8 पद टी मैंने पढ़ीदेवा आ बाकीटा आपण मैंने घरे आराम से पढ़े ये प्रकार लिखा जाए 4 ରୁ 8 पद भितर प्रेम दीर्घ सहिष्णु प्रेम हितजनक ईर्ष्या करे नहीं आत्मबलिमा करे नहीं अहंकार करे नहीं अनुचित व्यवहार करे नहीं स्वार्थ चेष्टा करे नहीं विरक्त हुए नहीं अपकार स्मरण रे रखे नहीं अधर्म रे आनंद करे नहीं किंतु सत्य रे आनंद करे समस्त सह्य करे समस्त विश्वास करे समस्त भरोसा करे समस्त विषय रे धैर्य धरी रहे प्रेम कदापि शेष हुए नहीं आपको गोटे गोटे विषय वर्णना करने को गले बहुत समय लगे मुझे भितर 2-3 जिनस केवल आपण मान सम्मुख रखा चाहे परमेश्वर प्रेम गॉड्स लव इज अनलिमिटेड एंड इमेजरेबल प्रथम जिनस एड़े प्रेम कले तार कौन सी प्रकार आपणकर धैर्य माने धैर्य प्रस्त उत्साह किसी ना यू जस्ट कैनॉट मेजर गॉड्स लव परमेश्वर प्रेम अनलिमिटेड होते कौन से गोटे निर्दिष्ट व्यक्ति उद्दिष्ट नुहे कौन से गोटे निर्दिष्ट जाति उद्दिष्ट नुहे कौन से गोटे निर्दिष्ट देश उद्दिष्ट नुहे
कौन से गोटे निर्दिष्ट धर्मर लोक मान उद्दिष्ट नुहे इट इज अनलिमिटेड नो लिमिट कौन से प्रकार लिमिट ना आर आरंभ ना कि शेष ना सो ह्यूज लव आप कौन से प्रकार लिमिटाइज करें कोन निर्दिष्ट जगह को लेकिन कि जियोग्राफिकल बाउंड्री को लेकिन आप लिमिट करें वी कैन नॉट मेजर गॉड्स लव आम परमेश्वर प्रेम को माप कर एपीसी तार 3 पर्व 18 और 19 पद ए प्रकार लिखा जाए मुझे पढ़ीदेवाई चाहे आपण अवगति निमंते जेपरी तुम्हें माने प्रेम रे बद्धमूल और दृढ़ रूपे स्थापित हुई बोधर अगम्य जे ख्रीष्टों को प्रेम ताहा ज्ञात हो एवं समस्त साधु सहित से दैर्घ्य और प्रस्थ उच्चता और गभीरता बुझा शक्ति प्राप्त हुआ आ प्रकार ईश्वर समस्त पूर्णतार परिपूर्ण हुआ परमेश्वर प्रेम मनुष्यर बुझार शक्ति बाहर इट्स बियॉन्ड आवर इमेजिनेशन आम इवेन बुझा तो बहुत बड़ विषय आम मैंने विषय कल्पनार बाहर परमेश्वर प्रेम एते महान से आम ना माप कर ना तार आकार दे पार आम बुझा भी बहुत मुश्किल आम इमेजिन करवा भी मुश्किल परमेश्वर को मनुष्य प्रति यही असीमित प्रेम आम समस्त परित्राण संभव कराला से किसी लिमिटेड लोक प्रेम करते किसी लिमिटेड जगह प्रेम करते से निर्दिष्ट संप्रदाय लोक कि से निर्दिष्ट जियोग्राफिकल एरिया लोक प्रेम पाई था आ से अनुसार उद्धार पाई था प्रेम जेतु अनलिमिटेड आ प्रेम जेतु इमेजरेबल से राजी सर्वव्याप्त सबुआड़े बर्तमान प्रेम प्रेम सबुआड़े परिव्याप्त नंबर 2 गॉड्स लव इज अनकंडीशनल निशर्त प्रेम कौन सी शर्त नहीं आम जहाँ को प्रेम करिथाउ नॉर्मली आम अपेक्षा करिथाउ से आमको प्रेम करू बोलिक रेसिप्रोसिटी आम ओडिया रे कथा जे दिया को दिया और दिया को दुआर दिया अर्थात जी आमको प्रेम करुँ प्रेम करिथाउ आमको जे प्रेम करू नहीं आम जी आमको घृणा करे आम घृणा करिथाउ वी एक्सपेक्ट द रेसिप्रोसिटी माने से मु जहाँ को प्रेम करुँ से मते प्रेम करू बोली आम चिंता करूँ आम जो कौन सी व्यक्ति संगे कि परिवार संगे वैवाहिक संपर्क कि बंधु बांधव संपर्क आम स्थापन करने जाम देखी था आमर लेवल मैच करुच्ची कि नहीं से आम सहित मिलामिशा कर योग्यता अच्छी कि नहीं से आम लेवल रो लोक कि नहीं सहित आम संपर्क रखा द्वारा आम सम्मान हानि हम ना सम्मान बजाय रहा सम्मान बढ़ ये सब विषय देखला आम सहित संपर्क रखी था मैंने भल पाई था मैंने प्रेम करें देखो बेले बेले जो समानता न थाए गोटे कम दरिद्र घर पिला को जब कौन झील भल पाइला कि पुओ भल पाइला कि कौन सी अलग सो कॉल्ड उच्च जाति नीच जाति भितर जब किसी है मैंने विभिन्न जगह देखो इवेन ऑनर किलिंग पर्यंत कथा जाए निजर पिला मानकु बापा माँ मारी दियंती निजर सम्मान रक्षार्थे दैट्स कॉल्ड एज ऑनर किलिंग परमेश्वर जे हमको प्रेम करिवे आम से प्रकार कौन सी योग्यता कि उत्तमता कि धार्मिकता सेतेबेले नथिला किंबा एबे मध्य नाही तथापि से निज आड़ू आमको अनकंडीशनल प्रेम करते से रोमिदार 5-8 पद आम पढ़िलु से धार्मिक व्यक्ति थिले आम पापी थिलु आम योग्यता नथिला आम उत्तमता नथिला आम धार्मिकता नथिला आमर लेवल समान नथिला तथापि से आमको प्रेम कले आ प्रथम जन तार 4 पर्व 19 पद तो ये प्रकार लिखा जाए से प्रथम आम मान प्रेम कले एक तो से आमर योग्यता नथिला से आमको प्रेम करेंगे आम पापी से पवित्र व्यक्ति आम मानव से ईश्वर आम भीतर कौन सी प्रकार लेवल रो कथा ना तथापि आम कौन प्रेम करवा सी प्रथम आमको प्रेम कले लिखा जाए से प्रथम आम मान प्रेम कर आंभे माने प्रेम करू वन साइडेड लव आम वन साइडेड लव बोले आम ईर्ष्या परायण होता ईर्ष्या कर हिंसा कर आवश्यक पड़े आम रेसिप्रोसिटी न पाले सामना वाला को आम अनिष्ट पहुंचे मारी भी था किंतु परमेश्वर जड़े मात्र
ଯିଏ କି ୱାନ୍ ସାଇଡେଡ ଲଭ୍ କରିକି ମଧ୍ୟ ସିଏ ଆନନ୍ଦିତ ଅଟନ୍ତି। ଆମେ ତାଙ୍କୁ ପ୍ରେମ କରୁ ନ କରୁ ସେ ଅନବରତ ଆମମାନଙ୍କୁ ପ୍ରେମ କରି ଚାଲିଥାନ୍ତି। ସେ କେବେ ପ୍ରେମ କରିବା ବନ୍ଦ କରନ୍ତି ନାହିଁ। ଆଉ ଯୌନ ତାର 15-16 ପଦ ପ୍ରଥମ ଲେଖାଯାଏ, ତୁମ୍ଭେମାନେ ମତେ ମନୋନୀତ କରିନାହ କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଛି। ପରମେଶ୍ୱରଙ୍କ ମଜବୁରି ଅଟେ, ସେ ଆମମାନଙ୍କୁ ମନୋନୀତ କରିଛନ୍ତି, ତେଣୁ ସିଏ ଆମମାନଙ୍କୁ ତାଙ୍କ ଆଡୁ ସେ ପ୍ରେମ କରୁଛନ୍ତି। ସେ ଆମ ସହିତ ସମାନ ହେବା ପାଇଁ, ଯେହେତୁ ଲେବୁଲ ନଥିଲା, ସେ ଧର୍ମୀ ଥିଲେ ଆମେ ପାପୀ ଥିଲୁ, ସେ ପରମେଶ୍ୱର ଥିଲେ ଆମେ ମନୁଷ୍ୟ ଥିଲୁ, ଆମ ଭିତରେ ଲେବୁଲ ନଥିଲା, ଆଉ ଆମେ ତାଙ୍କ ଲେବୁଲକୁ ଯାଇପାରିବା ନାହିଁ ସେ ଜାଣିଛନ୍ତି। ସେଥିପାଇଁ ସିଏ ଆମେ ତାଙ୍କ ଲେବୁଲକୁ ଯିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ସିଏ ଆମ ଲେବୁଲ ପର୍ଯ୍ୟନ୍ତ ଆସେ। ଦେଖନ୍ତୁ ସେ ହାଇଏଷ୍ଟ ପୋଜିସନରୁ, ହାଇଏଷ୍ଟ ପ୍ଲେସରୁ, ଦ ହେଭେନ, ପିତା ପରମେଶ୍ୱରଙ୍କର ଦକ୍ଷିଣ ହସ୍ତରେ ବସିଥିବା ସିଂହାସନ ପରିତ୍ୟାଗ କରି ଜଗତକୁ ଆସିଲେ, ତଳକୁ ଆସିଲେ। କେବଳ ଜଗତକୁ ଆସିଲେ ନାହିଁ, ସିଧା ଗୁହାଳ କଣ୍ଡ ପର୍ଯ୍ୟନ୍ତ ନିଜକୁ ଅବନତ କଲେ। ହାଇଏଷ୍ଟ ପ୍ଲେସ ଟୁ ଲୋଏଷ୍ଟ ପ୍ଲେସ ଆମ ସହିତ ସେ ସମାନ ହେବା ପାଇଁ ବୋଲିକି ତାଙ୍କର ହାଇଏଷ୍ଟ ପୋଜିସନ, being the only begotten son to the son of man, ତାଙ୍କର ହାଇଏଷ୍ଟ ପୋଜିସନ ରୁ ଲୋଏଷ୍ଟ ପୋଜିସନ କୁ ସିଏ ନିଜକୁ ଆଣି ପିତା ପରମେଶ୍ୱରଙ୍କର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କ ପୋଜିସନ ରୁ ଆଉ ସେ ସାଧାରଣ ମନୁଷ୍ୟର ପୁତ୍ର ଭାବରେ ନିଜକୁ ପୋଜିସନ କଲେ। ସେ ନିଜକୁ ଏତେ ନତ କଲେ ଯେପରିକି ସିଏ ଆମମାନଙ୍କ ସହିତ ସମାନ ହେଲେ, ଆଉ ଆମମାନଙ୍କୁ ସେ ପ୍ରେମ କଲେ, ନିଜ ଆଡୁ ପ୍ରେମ କଲେ। ଆଉ ନିଜ ଆଡୁ ପ୍ରେମ କଲା ପରେ ମଧ୍ୟ ସେ ରେସିପ୍ରୋସିଟି ଡିମାଣ୍ଡ କରୁନାହାନ୍ତି। ମୁଁ ଯେପରି କୋଉଠି କହିନାହାନ୍ତି, ମୁଁ ଯେପରି ତୁମକୁ ପ୍ରେମ କଲି ତୁମ୍ଭେ ମାନେ ମଧ୍ୟ ସେପରି ମତେ ପ୍ରେମ କର ବୋଲି। ସେ କେବେ ଏଇଟା ଡିମାଣ୍ଡ କରିନାହାନ୍ତି, ବରଂ ସେ କହିଛନ୍ତି ଯୌନ ତାର 15 ପର୍ବ 12 ପଦରେ, ମୁଁ ଯେପରି ତୁମ ମାନଙ୍କୁ ପ୍ରେମ କରିଅଛି ତୁମ୍ଭେ ମାନେ ସେଇପରି ପରସ୍ପରକୁ ପ୍ରେମ କର, ଏହି ମୋର ଆଜ୍ଞା। ତୁମେ ଯେବେ ପରସ୍ପରକୁ ପ୍ରେମ କର ତାହେଲେ ସେଟା ମତେ ପ୍ରେମ କଲା ସଦୃଶ। ଗୋଟେ ଜାଗାରେ କହନ୍ତି, ତମେ କ୍ଷୁଦ୍ରରୁ କ୍ଷୁଦ୍ରତମ ପାଇଁ ଯଦି କିଛି ଭଲ ଜିନିଷ କରିଛ ସେଟା ତମେ ମୋ ପ୍ରତି କରିଛ, ଠିକ ସେଇ ପ୍ରକାର ତୁମେ ଯଦି ପରସ୍ପର ପ୍ରେମ କର ତାହେଲେ ସେଟା ମତେ ପ୍ରେମ କରିବା ସଦୃଶ। ସେ ନିଜ ଆଡୁ ପ୍ରେମ କରିବା ପରେ ମଧ୍ୟ ଡିମାଣ୍ଡ କରିନାହାନ୍ତି, ମୁଁ ଯେପରି, ମୁଁ ଦେଖ ତମକୁ ସ୍ୱର୍ଗ ଛାଡି ପୃଥିବୀକୁ ଆସିଲି, ଈଶ୍ୱରଙ୍କ ପୁତ୍ର ହେଇ ମନୁଷ୍ୟ ପୁତ୍ର ହେଲି, ମୁଁ ମୋ ପାଇଁ ଏତେ ନତ କଲି, ଏତେ ତଳକୁ ଆସିଲି, ମୁଁ ତମକୁ ପ୍ରେମ କଲି, ତମେ ମତେ ପ୍ରେମ କର, ଏଇଟା ଡିମାଣ୍ଡ କରିନାହାନ୍ତି। ବରଂ ଏତେ ସବୁ କଲା ପରେ ସେ କହୁଛନ୍ତି ତୁମେ ପରସ୍ପରକୁ ପ୍ରେମ କର, ୟୁ ଲଭ୍ ଇଚ୍ ଅଦର। ତୁମେ ପରସ୍ପରକୁ ପ୍ରେମ କଲେ ମତେ ପ୍ରେମ କରିବା ସହିତ ସମାନ। ତୃତୀୟରେ ଆମେ ଦେଖୁ, ଗଡ୍ସ ଲଭ୍ ଇଜ ନଟ୍ ସେଲଫିଶନେସ୍ ବଟ୍ ସାକ୍ରିଫିସିଆଲ। ପରମେଶ୍ୱରଙ୍କର ପ୍ରେମ ସ୍ୱାର୍ଥ ଜନିତ ପ୍ରେମ ନୁହେଁ, ମାତ୍ର ତ୍ୟାଗ ଜନିତ ପ୍ରେମ ଅଟେ। ପରମେଶ୍ୱର ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ କଲେ, ଆଉ ସେ ଅଦ୍ୱିତୀୟ ପୁତ୍ର ଜଗତର ଉଦ୍ଧାର ନିମନ୍ତେ ନିଜର ଜୀବନ ଦାନ କଲେ। ହାଲେଲୁୟା। ପରମେଶ୍ୱର ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ କଲେ, ଆଉ ସେ ଅଦ୍ୱିତୀୟ ପୁତ୍ର ଆମ ପରି ପାପୀ ମାନଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦାନ କଲେ। ସେ ଖାଲି ଦେଇ ଚାଲିଲେ, ପ୍ରେମ ଦିଏ, ପ୍ରେମ ଡିମାଣ୍ଡ କରେ ନାହିଁ। ଲଭ୍ ଗିଭ୍ସ, ଇଟ୍ ନେଭର ଡିମାଣ୍ଡସ୍। ସେ କେବେ ଡିମାଣ୍ଡ କରେ ନାହିଁ। ପରମେଶ୍ୱର ପ୍ରେମ କଲେ, ତାଙ୍କର ପୁତ୍ର ମଧ୍ୟ ପ୍ରେମ କଲେ। ସେ କେବଳ ଦେବାକୁ ଶିଖିଛନ୍ତି, ସେ ଆମର କିଛି ମାଗି ନାହାନ୍ତି। ଆଉ ଗଡ୍ ଗିଭ୍ସ ଆଣ୍ଡ ଫରଗିଭ୍ସ, ସେଥିପାଇଁ କହନ୍ତି ଗଡ୍ ଗିଭ୍ସ ଆଣ୍ଡ ଫରଗିଭ୍ସ, and man gets and forgets। ଏଟା ଆମଙ୍କର ପ୍ରବୃତ୍ତି। ପରମେଶ୍ୱର ପ୍ରବୃତ୍ତି ହେଉଛି ଦିଅନ୍ତି ଲାଷ୍ଟକୁ, ଆଉ ସେ ଆମକୁ କ୍ଷମା ବି ଦିଅନ୍ତି ଆଉ ଭୁଲି ବି ଯାଆନ୍ତି। ଆଉ ଆମେ ପାଇଥାଉ ଆଉ ଆମେ ତାଙ୍କୁ ଭୁଲି ଯାଇଥାଉ। ଆଉ ସେଥିପାଇଁ ସେ ଆମମାନଙ୍କ ପରି ପାପୀ ମାନଙ୍କୁ ଉଦ୍ଧାର କରିବା ପାଇଁ ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା ତାହାକୁ ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ। What a wonderful God। ତେଣୁ ଆମେ ଯଦି ବାଇବେଲକୁ ପୁରା ଦେଖିବା ତାପରେ ଆମେ ଦେଖୁ ଯେ ସେଠି ଏହା ଗୋଟେ ବହୁତ ବଢିଆ ଗୋଟେ ଗ୍ରେଟ୍ ଲଭ୍ ଷ୍ଟୋରି। ଇଭେନ୍ ଆମର 10 ଆଜ୍ଞା ଯଦି ଦେଖିବେ, ପ୍ରଥମ 3ଟି ଆଜ୍ଞା ପରମେଶ୍ୱର ଏବଂ ଈଶ୍ୱରଙ୍କ ମଧ୍ୟରେ ଏକ ମଧୁର ପ୍ରେମ ସମ୍ପର୍କକୁ ବୁଝାଏ। ଆଉ ଯେତେବେଳେ ଆମେ ପରବର୍ତ୍ତୀ 7ଟା ଆଜ୍ଞା ଆମେ ଦେଖୁଛୁ ସେଟା ମନୁଷ୍ୟ ଏବଂ ମନୁଷ୍ୟ ମଧ୍ୟରେ ମଧୁର ପ୍ରେମ ସମ୍ପର୍କ ରଖିବା ପାଇଁ ଆମମାନଙ୍କୁ ନିର୍ଦ୍ଦେଶ ଦିଏ। ଆଉ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କ ସମୟରେ ତାକୁ
ଦୁଇଟି ମୁଖ୍ୟ ଆଜ୍ଞା ଭିତରେ ସୀମିତ କରାଗଲା। ସେଥିରେ ଦୁଇଟା ମାତ୍ର ଆସିଲା, ପରମେଶ୍ୱରକୁ ପ୍ରେମ କରିବା ଆଉ ପ୍ରତିବାସୀ ତାକୁ ପୁଣି ଯେତେବେଳକୁ ଗୋଟିଏ ଆଜ୍ଞାରେ ସୀମିତ କରାଗଲା, ସେଥିରେ ଦେଖାଗଲା, ଆପଣ ଦେଖିବେ ଯେ ଗାଲାତି ତାର 5:14 କାରଣ ସମସ୍ତ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, ତୁମ୍ଭେ ଆପଣା ପ୍ରତିବାସୀ କି ଆତ୍ମତୁଲ୍ୟ ପ୍ରେମ କର। ଏ ପ୍ରେମ କାହାଣୀରେ ପରମେଶ୍ୱର ଯେ ତାକୁ ସର୍ଟ କରି ଆଣୁଛନ୍ତି, ସେ ଲାଷ୍ଟକୁ ନିଜକୁ ସେଥିରେ ମାଇନସ୍ କରିଦଉଛନ୍ତି। ଗୋଟେ ମହିଳା ଗୋଟେ ସୁନ୍ଦର ଏକ୍ସାମ୍ପଲ ଦେଇକି ମୁଁ ଆଜିର ପ୍ରଥମ ଅଧ୍ୟାୟ ଶେଷ କରିବି। ଦ୍ୱିତୀୟ ଅଧ୍ୟାୟ ମାନେ ପରବର୍ତ୍ତୀ ଅଧ୍ୟାୟରେ ଯଦି ସମୟ ମିଳେ ତାହେଲେ ଆମେ ଆଉ ମୁଁ କେବଳ ଆଜି ଦିଟା ଉପବାକ୍ୟ ସମାପ୍ତ କରିଛି, ଆଉ 3ଟା ଉପବାକ୍ୟ ଅଛି, ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଜଣେ ମହିଳାଙ୍କୁ ଡାକିଲେ ଏବଂ ତାଙ୍କୁ ଲେଖିଲେ ପରିବାରର ଲିଷ୍ଟ ଲେଖ। ସେଟା ହ୍ୱାଇଟ ବୋର୍ଡରେ ଲେଖିଲେ, ମାର୍କର ପେନ୍ ଏବଂ ଡଷ୍ଟର ଧରିଛନ୍ତି। ତାଙ୍କୁ କହିଲେ କି କୌଣସି କାରଣରୁ ସେ ନିଜର ନାଁ ଲେଖିଲେ, ସ୍ୱାମୀଙ୍କ ନାଁ ଲେଖିଲେ, ପିଲା ଦିଜଣଙ୍କ ନାଁ ଲେଖିଲେ, ଶାଶୁଶ୍ୱରଙ୍କ ନାଁ ଲେଖିଲେ ଏବଂ ନିଜର ବାପା ମାଙ୍କର, ନିଜର ଭାଇ ଭଉଣୀଙ୍କ ନାଁ ଲେଖିଲେ। ସେଥିରେ କହିଲେ ପ୍ରଥମେ ଯଦି କାହାର 2ଟା ନାଁ କଟାଯାଏ ତାହେଲେ କାହାର ନାଁ କାଟିବେ। ସେ ପ୍ରଥମେ ତାଙ୍କ ଭାଇ ଭଉଣୀଙ୍କର ନାଁ କାଟିଲେ। ତାପରେ ତାଙ୍କୁ କୁହାଗଲା ତାପରେ ଆଉ 2 ଜଣଙ୍କ ନାଁ ଯଦି କାଟିବାକୁ ପଡିବ ତାହେଲେ କାହାର ନାଁ କାଟିବେ? ତା ବାପା ମାଙ୍କର ନାଁ କାଟିଲେ। ନିଜ ପିତାଙ୍କ ସାଙ୍ଗରେ ଯେତିକି ପରିବାରର ଯେତିକି ସଦସ୍ୟ ଥିଲେ ତାଙ୍କର ନାଁ କାଟିଲେ। ତା ପରବର୍ତ୍ତୀ ସମୟ ଯେତେବେଳେ ଆଉ କାହାର ଯଦି ନାଁ କାଟିବେ, 2ଟା ନାଁ କାଟିବା ପରେ କାହାର ନାଁ କାଟିବେ? ଶାଶୁ ଶ୍ୱଶୁରଙ୍କର ନାଁ କାଟିଲେ। ତାପରେ ଯଦି କାହାର ନାଁ କାଟିବା ପାଇଁ କହିଲେ କାହାର ନାଁ ଆଉ 2ଟା ନାଁ କାଟିବାକୁ ପଡିବ, ତାହେଲେ କାହାର ନାଁ କାଟିବେ? ପିଲା 2 ଜଣଙ୍କର ନାଁ କାଟିଲେ। ଲାଷ୍ଟ କେବଳ ସ୍ୱାମୀ ଏବଂ ସ୍ତ୍ରୀ ରହିଲେ। ଶେଷରେ କୁହାଗଲା ଜଣଙ୍କର ନାଁ କାଟିବେ, ତାହେଲେ କାହାର ନାଁ କାଟିବେ? ଆଉ ସିଏ ନିଜର ନାଁ କାଟିଲେ, ତାଙ୍କ ସ୍ୱାମୀଙ୍କର ନାଁ କାଟି ନାହାନ୍ତି। ଦ୍ୟାଟ୍ ଇଜ ଦ ଲଭ୍। ତେଣୁ ପରମେଶ୍ୱର ମଧ୍ୟ ଯଦି ଶେଷରେ 10 ଆଜ୍ଞାକୁ ଗୋଟିଏ ଆଜ୍ଞା ଭିତରେ ସୀମିତ କରିବା ପାଇଁ କୁହାଯାଏ, ତାହେଲେ ସିଏ ନିଜକୁ ରଖି ନାହାନ୍ତି, ମାତ୍ର ମନୁଷ୍ୟ ଏବଂ ମନୁଷ୍ୟ ମଧ୍ୟରେ ପ୍ରେମ କରିବା ବିଷୟରେ ଲେଖ। ଆମମାନଙ୍କର ପରମେଶ୍ୱର ପ୍ରେମ କରିବା ପରମେଶ୍ୱର। ସେ କେବଳ କଥାରେ ନୁହେଁ, ମାତ୍ର ସେ କାର୍ଯ୍ୟରେ ତାଙ୍କ ପ୍ରେମକୁ ପ୍ରକାଶ କରିବା ପରମେଶ୍ୱର। ତାଙ୍କର ପ୍ରେମକୁ ପ୍ରକାଶ କରିବା ପାଇଁ ତାଙ୍କର ଏକମାତ୍ର ଅଦ୍ୱିତୀୟ ପୁତ୍ରଙ୍କୁ ସେ ଜଗତକୁ ଦାନ କଲେ। କେତେ ସୁନ୍ଦର ସେ ଆମମାନଙ୍କୁ ପ୍ରେମ କରନ୍ତି। ତେଣୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ନୂତନ ବର୍ଷରେ ଆମମାନେ ପ୍ରଭୁଙ୍କ ପ୍ରେମ, ସେଇ God's love is not just word, it's a feelings, it's an emotion। ତାକୁ ଆମେ ଅନୁଭବ କରିବା ଏ ନୂତନ ବର୍ଷରେ ଏବଂ ଆମମାନଙ୍କ ଜୀବନରେ ମଧ୍ୟ ସେ ପ୍ରକାର ପ୍ରେମ ଅନ୍ୟମାନଙ୍କୁ କରିବା ପାଇଁ ଶିଖିବା। କାରଣ ପରମେଶ୍ୱର କହନ୍ତି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି ତୁମେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହା ମୋର ଆଜ୍ଞା। ତେଣୁ ଆସନ୍ତା ଆଜି ଏଠି ଆମେ ରହିବା, ଲମ୍ବା ହେଇଯିବ। ଆଉ ଆସନ୍ତା ସମୟରେ ଯଦି ପ୍ରଭୁ ଅନୁଗ୍ରହ କରିବେ ତାହେଲେ ଆଉ 3ଟି ଉପବାକ୍ୟ ରହିଲା, ଅର୍ଥାତ୍ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ତାପରେ ରହିବ ଯେ କେହି ତାହାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। এই 3ଟି ବିଷୟରେ ପୁଣି ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ସୁଯୋଗ ଦେଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ସହିତ ଆପଣଙ୍କୁ ଧନ୍ୟବାଦ, ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ ଏବଂ ପୁଣି ଥରେ ସମସ୍ତଙ୍କୁ ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଅଭିନନ୍ଦନ। ଏହି ନୂତନ ବର୍ଷ ଆପଣମାନଙ୍କ ନିମନ୍ତେ ଭୌତିକ ଭାବରେ ଏବଂ ଆତ୍ମିକ ଭାବରେ ଏକ ସଫଳ ଏବଂ ସୁଖମୟ ହେଉ। ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। भाई बहुत बहुत धन्यवाद।